ତାର ଆରମ୍ଭ ହଉଥିଲା ତାକୁ ତାର ଗୋଟେ ଶେଷ କରିବା ପାଇଁ ଗୋଟେ ଆରମ୍ଭ ଏଇଟା ଇଏ ଗୋଟେ ରୋକ ଲାଗିଛି। ନିଶ୍ଚିନ୍ତ ଭାବେ ରୋଗ। ଏଠି ତ ରୋଜଗାର ଯୋଉ ଯୁବକ ଆକୁ ରୋକ ଲଗିଛନ୍ତି ତାଙ୍କୁ କଣ ସାବାସୀ ଦେବେ ନା ଆଉ କଣ କହିବେ? ନାଇଁ ଦେଖନ୍ତୁ ସାବାସୀ ଦବାର କି ପୁରସ୍କାର ଦବାର କିଛି ଅସୁବିଧା ଏଠି ମୋର ସେଥିରେ ମୁଁ ଯିବିନି। ଏଇଟା ହଉଛି ଆମ ଐତିହ୍ୟ ପରମ୍ପରା ସଂସ୍କୃତି ଜଟଣୀ ଭାଇଚାରାର ଏଇଟା ଆମେ ଏଠି ଅଶ୍ଳୀଳତାର କୌଣସି ସ୍ଥାନ ନାହିଁ। ଯାତ୍ରା ପାର୍ଟି 3 ଦିନ ଯାତ୍ରା ପାର୍ଟି ଚାଲିଛି ଆମେ ଯାତ୍ରା ଦେଖିବା। ଯାତ୍ରା କଣ ଖାଲି ନିଶା ମହାରଣା ଆସିଲେ ଏଠି ଯାତ୍ରା ଚାଲିବ ନହେଲେ କଣ ଯାତ୍ରା ଲୋକ ଦେଖିବାକୁ ଆସିବେନି? ନାଇଁ ଆଜ୍ଞା, ଇଏ ଜଟଣୀ ହଉଛି ଭାଇଚାରା ସହର। ଏଇଠି ଭାଇଚାରାରେ ଗଣପର୍ବ କରାଯାଏ। ଏଥିରେ ଯାତ୍ରା କମିଟି ଜାଣିନାହାନ୍ତି, ସିଏ ଆଣିଛନ୍ତି। ଆଜି ଗୋଟେ ଏତେ ବଡ ଘଟଣା କଲା, ଘଟଣା ଘଟୁ ଘଟୁ ଘଟିଥାନ୍ତା ଯଦି ବଡ ଘଟଣା, ଏଥିପାଇଁ କଣ କରାଯାଇ ପାରନ୍ତା? ଦେଖନ୍ତୁ ନିଶ୍ଚିନ୍ତ ଭାବେ ଯୋଉଟା ଘଟୁଘଟୁ କଣ ଘଟିଥାନ୍ତା ସେଇଟା ସମୟ କହିଥାନ୍ତା, ଆମେ ପରେ ତାକୁ ତର୍ଜମା କରିଥାନ୍ତେ। କିନ୍ତୁ ଏଇସବୁ ଏଇଟା ଗୋଟେ ନିନ୍ଦନୀୟ ଘଟଣା। ଏଠୁ ଦୃଷ୍ଟାନ୍ତ ମୂଳକ ପୁରା ଷ୍ଟେପ ସେ କମିଟି ଉପରେ ନବାର ଆବଶ୍ୟକତା ଅଛି। କୋଉ ହିସାବରେ ଗୋଟେ ଯୋଉ ଯିଏ ପୁରା କଳଙ୍କିତ ଚେହେରା, ଯାହା ନାଁରେ ଆଜି ସାରା ଓଡିଶାରେ ବଦନାମ ଚର୍ଚ୍ଚିତ ଚେହେରା, ତାକୁ କୋଉ ଉଦ୍ଦେଶ୍ୟରେ ଆଣିଥିଲେ? ଏଠି କଣ ତାଙ୍କ ଯାତ୍ରା ପାର୍ଟି ରୋଜଗାର ପାଇଁ ଆଣିଥିଲେ, ନା ଲୋକଙ୍କର ପ୍ରକୃତରେ ଆମୋଦ ବିନୋଦନ ପାଇଁ ଆଣିଥିଲେ, ନା ସଂସ୍କୃତି ବଞ୍ଚାଇବା ପାଇଁ ଆଣିଥିଲେ? ଏଇଟା ଲୋକ ଦେଖେଇବେ, ଲୋକ ତାର ଜବାବ ଦେଇଛନ୍ତି। ସରକାରଙ୍କ ନୀତି ନିର୍ଦ୍ଧାରଣ ହେଇଛି ଅଶ୍ଳୀଳତାକୁ ନା। ସେଇ କଥା ମୁଁ କହୁଛି। ଆଜି ମୁଁ ସରକାରଙ୍କର ଆଜି ଓଡିଆ ଅସ୍ମିତା, ଓଡିଆ ସଂସ୍କୃତି, ଐତିହ୍ୟ ପରମ୍ପରା, ଆମର ଯୋଉ ସବୁ ଜିନିଷର ଏଇଟା ଗୋଟେ ଅପଭ୍ରଷ୍ଟ ହେଇଛି। ତେଣୁ ଏଇଟାର ମୁଁ ଭାବୁଛି ଆଜି ଲୋକ ସଚେତନ ହେଲେଣି। ସେମାନେ ଜାଣୁଛନ୍ତି ସମାଜରେ କୋଉଟା ନ୍ୟାୟ କଣ ଅନ୍ୟାୟ କଣ। ମୁଁ ଦଳ କଥା କହୁନି, ଏଇଟା ଯୁଜି ବି କରିଛି, ମୁଁ ଭାବୁଛି ଠିକ କରିଛି। ଆପଣ ବିରୋଧ କଲେ, ଆପଣ ଚେୟାର ଫୋପାଡ଼ିଲେ ନିଶାବାଣର କାର୍ଯ୍ୟକଳାପ କଣ କହିବେ? ଖୋର୍ଦ୍ଧା ଜିଲ୍ଲା ଯୁବ ମୋର୍ଚ୍ଚା ବିଜେପି ସମ୍ପାଦକ। ମୁଁ ନିଜେ ଟିକେଟ କାଟିକି ଯାତ୍ରା ଦେଖିବାକୁ ଯାଇଥିଲି। ମତେ ମୋ ଭାଇ ଭଉଣୀ, ମୋ ଘର ଲୋକମାନଙ୍କୁ, ମୋ ମା ଭଉଣୀ ସମସ୍ତଙ୍କୁ ନେଇକି ଆଜି ଯାଇଥିଲି। ପାର୍ବତୀ ଗଣନାଟ୍ୟକ ଯାତ୍ରା ପଡିଥିଲା। ମୁଁ ଭାବିଥିଲି ଭଲ ବହି ହେଇଥିବ। ଯାତ୍ରା ଦେଖିଲା ବେଳେ ମୋ ମା ଯେତେବେଳେ ଡାକିକି ମତେ କହିଲା କି ପୁଅ ଏମିତି ଅଶ୍ଳୀଳତାକୁ ପ୍ରଶ୍ରୟ ଦିଅନି, ଯେହେତୁ ତମେ ରାଜନୀତି କ୍ଷେତ୍ରରେ ଅଛ। ମୁଁ ବି ଯେତେବେଳେ ଭାବିଲି, ମୋ ମନକୁ କୁଠାରଘାତ ହେଲା କି ମୁଁ ରାଜନୀତି କ୍ଷେତ୍ରରେ ଅଛି। ବିରୋଧ କରିବା ସମସ୍ତ ଅଧିକାର ଅଛି, କିନ୍ତୁ ବିରୋଧ ତରିକାଟା ତମର ଠିକ ଥିଲା କି? ଆଜ୍ଞା ପୁରା ସଠିକ ଥିଲା, ପୁରା ସଠିକ। ଅଣ୍ଡା ମାଡ଼ ହେଇଥାନ୍ତା, ପୋଲିସ ପ୍ରଶାସନ ବଞ୍ଚେଇ ଦେଲେ। ଅଣ୍ଡା ମାଡ଼, କଚା ଟମାଟୋ ମାଡ଼ କରିଥାନ୍ତୁ, ପୋଲିସ ପ୍ରଶାସନ ବଞ୍ଚେଇ ଦେଲେ। ଆଗକୁ ଯଦି ହବ, ଜଟଣୀ ଏକ ଭାଇଚାରା ଏବଂ ଐତିହ୍ୟର ସହର। ଯଦି ଆଗାମୀ 8 ଦିନ କି 9 ଦିନ ଗଣେଶ ପୂଜା ଅଛି, ଯାତ୍ରାରେ କିଛି ବି ନଗ୍ନତା, ଯେକୌଣସି ଯାତ୍ରା, ସେ ଶରତ ପାଇକରାୟ ଷ୍ଟାଡିୟମରେ ଯାତ୍ରା ହଉ, କି ଥାନା ଛକ ପଡିଆ ଯାତ୍ରା ହଉ, କି କୁଦିଆରୀ ପଡିଆରେ ଯାତ୍ରା ହଉ, ନଗ୍ନତା ଆମେ ଦେଖିବୁ। ଘୋର ବିରାଟ କରାଯିବ, ଯାତ୍ରା ବନ୍ଦ କରିବୁ ଆମେ ବିଜେପି ଯୁବ ମୋର୍ଚ୍ଚା ତରଫରୁ। ଏଇଟା ଆହ୍ୱାନ। ଆଜ୍ଞା ଆପଣ ଗାଡି ଭଙ୍ଗା ହେଇଛି, ଥର ଗାଡି ଆପଣଙ୍କର ତ? ଆଜ୍ଞା ମୋରି ଗାଡି ଭାଙ୍ଗିଲେ। ମୁଁ ଆଜ୍ଞା ଲିଖିତ ଅଭିଯୋଗ କରିଛି ଜଟଣୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ। ସିଏ ବି ମତେ କହିଛନ୍ତି ସେ ଦୃଷ୍ଟାନ୍ତ ପଦକ୍ଷେପ ଗ୍ରହଣ କରିବେ। ଆପଣ ଖୋର୍ଦ୍ଧା ଜିଲ୍ଲା ବିଜେପି ସେକ୍ରେଟାରୀ ଅଛନ୍ତି ଯୁବ ମୋର୍ଚ୍ଚାର, କିନ୍ତୁ ସେ ଗାଡିରେ ଲଗେଇଛନ୍ତି ସାଂସଦ ପ୍ରତିନିଧି। ଆଜ୍ଞା ସିଏ ଯେହେତୁ ମୋ ମାମୁଁ, ମୁଁ ସେ ଗାଡି ମୋ ମାମୁଁକୁ ଦେଇ ଦେଇଛି। ସେ ଗାଡି ମୁଁ ବେଳେ ବେଳେ ଧରେ, ଆଉ ମୋ ମାମୁଁ ସେ ଗାଡି ପ୍ରାୟ ଟାଇମ୍ ମୋ ମାମୁଁଙ୍କୁ ଦେଇ ଦେଇଛି। ମୋ ମାମୁଁ ପ୍ରାୟ ଟାଇମ୍ ନିଅନ୍ତି ଗାଡି, ସେଥିପାଇଁ ମୋ ମାମୁଁ ଲଗେଇଛନ୍ତି।